ରାଗୁଛି ମୋ ଉପରେ କେତେ ବକା ବକି ସାରିଲାଣି। ଏବେ ଆସିଯାଇଛନ୍ତି ବାବା ଏବେ ମାଛ ନେଇକି। ବାବା ସକାଳେ ଆସିକି ମାଛ ଆଣିଦେଲ? ଓହୋ ଶୀତ ଲାଗୁଛି ଥଣ୍ଡା ହଉନି ଜୋରେ। ଏଇଟା ଆପଣ ମାନେ କହନ୍ତୁ କୋଉଠା ହେଲା ମୁଁ କହିଦେଉଛି ହେଲା ଆପଣମାନେ କାହିଁ କଷ୍ଟ କରିକି ଜାଣି ସମସ୍ତେ ତ ଜାଣିପାରିବେ ଏଇଟା କୋଉ ଜାଗା ତମେ ଏଇଟା କମେଣ୍ଟ ମାଧ୍ୟମରେ କହିବେ କୋଉ ଜାଗା କମେଣ୍ଟ ମାଧ୍ୟମରେ କହିବେ କୋଉ ଜାଗା ହେଲା। ଯଦି ତମେ ଏକା ଜାଣିଛ ଆମେ ଜାଣିଛୁ ଯେଉଁମାନେ ଆମ ଭିଡ଼ିଓ ବୁଝିବେ ଆଉ ଆମେ କୋଉଠାରେ କ'ଣ କେମିତି ସବୁ ଜାଣିପାରିବେ। ଏଇଟା କୋଉ ଜାଗା ଆପଣମାନେ ନିହାତି କୁହନ୍ତୁ ହେଲା। ଆମେ କେତେ କୋଡ଼ ମାରିକି ଆସିଲାଣ କୋଟେ ମାରିକି ଆସିଲ ତ ଆମେ ରକେଟରେ ଉଡ଼ି ଯାଉଛୁ ଆମେ ରକେଟରେ ଯାଉଛୁ ଆଉ ଗୋଟେ କଥା ଦେଖନ୍ତୁ ମୁଁ ହେଲା କୋଳି ଆଣିଲି ବୋଲି ଦେଖନ୍ତୁ ରାଗୁଛନ୍ତି କେତେ ଜୋରେ ମୋ ଉପରେ ହେଲା। କୋଳି ଯେହେତୁ ଦେଖିଲି ଦୋକାନ ଦେଖିଲି ବଜାର ଆସିଛି ମାନେ ତ ଦେଖିଲା ମାତ୍ରେ ନେବାକୁ ପଡ଼ିବ। କୋଳିଟା ନେଲି ବୋଲି କେତେ ରାଗୁଛି ମୋ ଉପରେ କେତେ ବକା ବକି ସାରିଲାଣି। ବକୁନାହିଁ ନା ଭିଡ଼ିଓ କରିଛି ବକୁନ ରାଗୁନ କେତେ ରାଗିବା କଥା ହେଲା। କୋଳିଟା ଖାଇଲେ କ'ଣ ହବ ଆଉ ଖରାପ ହେବ ମେଡ଼ିସିନ ଖାଉଛ ଆଉ କୋଳି କିଏ ଦେଖିଲେ କିଏ ଛାଡ଼ିବ କହିଲ ଆପଣମାନେ କୁହନ୍ତୁ ହେଲା। କୋଳି କିଏ ଛାଡ଼ିବ ହେଲା। ଏତେ ସୁନ୍ଦର କୋଳିକି ମାନେ ଆଣିକି ଆସିଲି ବୋଲି ବକା ଖାଇସାରିଲାଣି। ମୋତେ ଧରିକି ବସିବି ଖାଇକି ଯିବି ଘର ଯାକେ ହେଲା। ମାଲୁମ ଗୋଟେ ଖାଇଛି ଆଉ ଗୋଟେ ଖାଇବି। ଆମେ ପହଞ୍ଚିଗଲୁ ବରଫ ଜାଗାରେ। ବରଫ ନେଇକି ଯିବୁ ମାଛ ଯେହେତୁ ଥୁଆ ହେଇଛି ଘରେ ଆଉ ବରଫ ପାଇଁ ନେଇଗଲୁ। ମାନେ ଏପଟେ ସାକ୍ଷୀ ପଳେଇ ଆସିଥିଲୁ ନା କହିଲେ ସେଇପଟେ ବରଫ ନେଇକି ପଳେଇ ଆସିବା। ଚାଲିଲେ ବ୍ୟାଗ୍ ନେଇକି ବରଫ ଆଣିବୁ। ବରଫ ଆଣିବାକୁ ଗଲ ମୁଁ ଛିଡ଼ା ହେଇଛି ଏଇଠି ଆଉ ମୁଁ କାହିଁ ଛାଡ଼ିକି ଯିବି ମୁଁ ଛିଡ଼ା ହେଇଛି ଏଇଠି। ତମେ ଦେଖ ବରଫଟା ନେଇକିରି ଯିବୁ ଘରି ଆଉ ଯିବା ଦେଖିବା ବରଫ ଫ୍ୟାକ୍ଟ୍ରି। ମୁଁ ଆସି ପ୍ରଥମ କରି ଏଠିକି ବରଫ ନେବା ପାଇଁକା ବରଫ ଆସିଥିଲି। ଏ କାଉଠି ଗୋଟେ ବସିଛନ୍ତି ନାହାନ୍ତି ଫୋନ୍ ଲଗାଅ ବ୍ୟାଗ ଧରିକି ଛିଡ଼ା ହେଇନ୍ତି ବରଫ ନେବେ ବୋଲି। ଶିମ୍ବ ଗଛ ଇଏ ନଟେଇଛି କେମିତି ହେଇଛି ଶିମ୍ବ ସିଏ ବରଫ ଆସିଗଲା। ହଉ ପ୍ୟାକ୍ କର ତା ଉପରେ କ'ଣ ଜରି ମଡ଼ିବ ପେପରଟା ମଡ଼ିବା ଖରାପ ପଡ଼ୁଛି। ପେପର ନଦେଲେ ପାଣି ହେଇଯିବ। ତୁମେ କେତେବେଳେ ବରଫ ଆଣି ସାରିଲଣି। ମୁଁ ଏପଟେ ମାଉସୀଙ୍କ ସହିତ କଥା ହେଉଥିଲି। ମୁଁ ଶିମ୍ବ ଦେଉଥିଲି ଯେଉଁ ମନ ନାହିଁ ଆଉ ମାଉସୀଙ୍କୁ କହିକି ଗୋଟେ ଶିମ୍ବ ଦେଲେ ମାଉସୀ। ରୋଷେଇ ପାଇଁ ପରିବା କଟା ଚାଲିଛି। ପରିବା କାଟୁଛନ୍ତି ମୁଁ ଏପଟେ କ'ଣ ହେଲା ଗାଡ଼ି କାହିଁ କଟା ହେଲା ଗାଡ଼ି କାହିଁ କଟା ହେଉଛି ଆଜି ନ କରିଥିଲେ ନା ଆଜି ନ କଲେ ସୋମବାର ଅଛି କଲେଜ। ସୋମବାର କଲେଜ କୋଳି କାଲି କାହିଁ ଆଣିଲି ଯେ ବକା ଖାଇଲି। ଆଜି ଇଏରାକୁ ଧରିକି ବୁଲୁଛି। ଇଏ କାହିଁ ହୁକୁଛି କାହିଁ କାହାକୁ ହକୁଛୁ ସାନୁ ଇଏ କାହାକୁ ପକୁଛି କାହିଁ ସେ କୁକୁରଟା କେତେ ଜୋରେ ପକଉଛି। ଓହୋ ଏ ସେପଟୁ ଆଇଲା ଆଉ ଗୋଟେ ଆଇଲା। तो फ्रेंड्स देखते ए आज मम्मी सकाल सकाल परोटा करछि।
ମୁଁ ଆଜି ସକାଳୁ ସକାଳୁ ପରଟା ହେଉଛି ନା ଆଉ ପରଟା ତ ଆଉ କ'ଣ ହେଉଛି ଆଜି ଆଳୁ ଆଉ କୋବି ଭଜା ହେବ ନା ଓ ଏବେ ଫୁଟିଲା କେତେ ଥର ଫୁଟିଲାଣି ପାଣି ହଁ ପାଣି ତମ ପାଇଁ ଫୁଟେଇକି ଥୋଇଲି ଡେକ୍ଚି ଏ କ'ଣ ପାଇଁ ଗାଧେଇବାକୁ ନେଲେ ଡେକ୍ଚି ଗାଧେଇବା ପାଇଁ ଡେକ୍ଚି ଓହୋ ସାରିକି ସେ ଭଜା ଭାଜିନି କାଟିନି ବା ଆଣି କାଟିଲେ ଭାଜିବି ଓହୋ ସାମ ତ ଏଠି ବସିକି ଖାଲି ନିଆଁ ପାଖରେ ସେକି ଆଉ ସେ ରବିବାର ସେ ତୁ ଆଜି ନିଆଁ ପାଖରେ ସେ କି ହେଉଛି ସକାଳ ଚାକିଲେ ଚାଲିଛି ଯୋଉ ପରଟା ଚୁଲି ପାଖରେ ବସିକି ରୁଟି କରିବି ତମ ପାଇଁ ସବୁ ପରଟା ରୁଟି କରିଦେଇଛୁ ଆଜି ପରଟା ଖାଇବି ଆଜି ରୁଟି ହେଇଛି ମମ୍ମି ତା ପାଇଁ କରିଦେଇଛି ଆମ ପାଇଁ ସବୁ ପରଟା କରିଦେଇଛି ମମ୍ମି ତେଲ ଜିନିଷ ଭଲ ନୁହଁ ଭଲ ନୁହଁ ଖାଉନି ମୋର ଯୋଉ ଦେହ ଖରାପ ଯୋଗୁଁ ଓହୋ ଗ୍ୟାସ୍ ଫ୍ୟାସ୍ ହେଇଯାଉଛି ବୋଲି ସେ ଯୋଉ ଖାଉନି ନା ଏବେ ଆସିଯାଇଛନ୍ତି ବାବା ଏବେ ମାଛ ନେଇକି ବାବା ସକାଳ ବେଳେ ଆସିକି ମାଛ ଆଣିଦେଲ ମାଛ ନେଇଯାଇଥିଲି ଓହୋ ପୁରା ବରଫ ଦେଇକି ଆସିଛି ଆଉ ଚୁଙ୍ଗୁଡ଼ି ଆସିଛି କୁକୁଲି ଆସିଛି ଚୁଙ୍ଗୁଡ଼ି ଆସିଛି ଓହୋ ସେଠି କଳା ଜରିରେ ବନ୍ଧା ହେଇଛି ବାବା ସୁଟ୍ ଗ୍ଲୋଭ୍ସ ଆଉ ମୁଣ୍ଡରେ ସବୁ ମଡ଼େଇକି ବା ଯାଇଥିଲେ ଆଉ ନା ଜୋର ହଁ ଥଣ୍ଡା ହେଇଯାଇଛି ହଁ ମାନେ ଏବେ ଆଣିକି ଆସିଲେ ଏଠି ସବୁ ମାଛ ଚୁଙ୍ଗୁଡ଼ି ସବୁ ଆଣିକି ଆସିଲେ ଆଉ ଭାଇ ବି ସବୁଠୁ ଆସିଲା ଭାଇ କ'ଣ ମାଛ ଟେକି ନେବ ଓହୋ ହଁ ଟେକା ହେଇକି ଯିବ ମାନେ କ'ଣ କହିଲୁ ହଁ ବା ଆସିଲେ ନା କ'ଣ କହିଲୁ କି ମାଛ ଆସିଛି ଆଜି ଆସିଛି ଆଜି ଲୁଣିଆ ଆସିଛି ଆଜି ହଁ ମାନେ ମାଛ ରୋହି ମାଛ ହଁ ବା ରୋହି ମାଛ ଆଉ ନା ବାବା କହିଲେ ବା ଦେଖିଲେ କଳା ଜାରରେ କୋକଲି ମାଛ ରୋହି କୋକଲି ଚୁଙ୍ଗୁଡ଼ି ଏଇ ତିନିଟା ଯାକ ହଁ ଦେଖିଛୁ ହଁ ଦେଖିଛୁ ନା ବାବା ଏଇନା ଆଇଲେ ପରା ହଉ ଆଉ ସକାଳୁ ସକାଳୁ ଯୋଉ ପରଟା ହେଇଯାଇଥିଲା ପରଟା ସାଙ୍ଗକୁ ଭଜା ଖାଇବା ଚାଲିଛି ଭଲ ଲାଗୁଛି ଖାଇବା ମୋ ପାଇଁ ନେଇ ଆସିଛି ରୁଟି ଆଉ ଭଜା ସକାଳୁ 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 କ'ଣ ଆସିକି ତ 9ଟା ହେଲାଣି ଆଉ କରିକି ଖାଇବାକୁ ଆଣିଲା ବେଳକୁ ଆସିକି ଟାଇମ୍ ଆସିକି 9ଟା ହେଲାଣି ହେଲା ଆଜି ତ ଯୋଉଭଳିଆ କୋହଲା ପାଗ ଦେଇଛି ନା ଆଜି ବହୁତ ଶୀତ ହେଉଛି ଆଜି ବହୁତ ଶୀତ ହେଉଛି ହଁ ପ୍ରବଳ ଶୀତ ହେଉଛି ଆଉ ସକାଳୁ ସକାଳୁ ଖାଇବା ଚାଲିଛି ଆୟୁଷର ମୋର ସେପଟେ ବୋଉକୁ ଖାଇବାକୁ ଦେଇଦେଇଛି ତାଙ୍କ ପାଇଁ ଚାହା ମୁଁ ତ ଚାହା ଏବେ ଆଉ ଖାଉନି ଚୁଲି ମୁଣ୍ଡ ବସିକି ଖାଉଛନ୍ତି ଚୁଲି ପାଖରେ ବସିକି ଶୀତ ହେଉଛି ବୋଲି ସେ ଚୁଲି ପାଖରେ ଭାତ ବି ବସେଇ ଦେଇଛି ଆଉ ସେପଟେ ତ ଛୁଆ ସବୁ ଖେଳୁଛନ୍ତି ଆଉ ଏପଟେ ପରିବା ସବୁ ପତ୍ର କ'ଣ ନେଇ ଆସିଛନ୍ତି ସବୁ ପରିବା ପତ୍ର ଏଠି ସବୁ ଆସିଛି ମଟର ଛୁଇଁ ଶିମ୍ବ ସବୁ ଆସିଛି ଏଠି ସକାଳୁ ସକାଳୁ ବହୁତ ବି ସୁନ୍ଦର ଲାଗୁଛି କାନ୍ଥରେ ମାଟି କାନ୍ଥରେ ଚିତା ପଇଲେ ବହୁତ ସୁନ୍ଦର ଲାଗେ ଆଉ ସେପଟେ କ'ଣ କରୁଛନ୍ତି ଦେଖିବା ମାଛ କମୁଥିଲି ବା କ'ଣ କରୁଥିଲ ମାଛ କମୁଥିଲି ବରଫ ଯାହାବ ମାଛ କ'ଣ ଯାଉଛ ବରଫ ଦେବ ମାଛ କଞ୍ଚା ହେଇଯାଇଛି ମାଛ ସାଇଜ ହେଇଯାଇଛି ଏବେ ଆଉ ଚିଙ୍ଗୁଡ଼ି ଆଣିଥିଲା ଆଜି ନା ଚିଙ୍ଗୁଡ଼ି ଏଥିରେ କ'ଣ କୋକଲି କୁକୁଲି ଅଛି ଆଉ କୋକଲି ଅଛି ଚିଙ୍ଗୁଡ଼ି ପୁରା ଟିକି ଚିଙ୍ଗୁଡ଼ି ପୁରା ଅଛି ନା ମାଛ ବରଫ ବାଡ଼େଇ କେଞ୍ଚ ବାଡ଼େଇ ଦେଇଛ ବରଫ ସାନୁ କୁଆଡ଼େ ପଳେଇଲା ସାଙ୍ଗେ ସାଙ୍ଗେ ବରଫ ଏଠି ଆସିକି ବାଡ଼ିଆ ହେଇଯାଇଛି ଏବେ ଆଉ ବରଫ ଏଠି ଦିଆହେଉଛି ଏଥିରେ ଗୁଣ୍ଡ କରିଦେଇଛ ଏଇ ସେଇକୁ ଦେବା ଟିକେ ସବୁ ବାଡ଼େଇ ଦେଇଛ ଏବେ ଚାଲନ୍ତୁ ଦେଖିବା କେମିତି ବରଫ ଦେଉଛନ୍ତି ମାଛ ଦେହରେ ଏମିତି ଅଜଡ଼ା ହେବ ନା ସେଟା ଜଣ ଜଣ ଶୁଭା ଯାଉଛି କାଚ ସାଉଣ୍ଡ ଭଳିଆ ଶୁଭାଯାଉଛି ବରଫ ଦିଆ ହେଇଗଲା ଏବେ ରେଡ଼ି ହେଇଗଲା ମାଛ ଏଥର ଫ୍ରିଜ୍ରେ ପଶିଗଲେ ମାଛ ନା ମାଛ ବସିଗଲେ ଫ୍ରିଜ୍ରେ ଆଉ ରହିଲା ଆଉ ପୁରା ରଖିଦେବ ତୁଣି ଏଠି ତ ମାଛ ଭାଜି ଦେଇଛି ଚିଙ୍ଗୁଡ଼ି ମାଛ କୋକଲି ମାଛ ଭଜା ହେଇଛି ଚୁଲିରେ ରୋଷେଇ ହେଉଥିଲା ଏଥିରେ ସାଧା ଡାଲି ହେଇଯାଇଛି ଆଉ ଏଠି ଶିମ୍ବ ପଡ଼ିକି ରାହି ହେଇଛି ଗୋଟେ ଶିମ୍ବ ସାରୁ ଆଳୁ ସବୁ ପଡ଼ିକି ରାହି ହେଇଯାଇଛି ଆଉ ସାନୁ ତ ଖାଇସାରିଲାଣି ନା ସାନୁ ଖାଇସାରିଲାଣି ସେ ମା ବାବା ଭାଇ ଯାଇଛନ୍ତି ଯୋଉ ଭଲ ଭୋଜି ଖାଇବେ ଆଉ ନା ତୁ ଯାଇଥାନ୍ତୁ ଯୋଉ କେମିତି ଯାଇଥାନ୍ତୁ ଯାଇଥାନ୍ତୁ ମୋ ପୁଅ କାହିଁ ଯାଇଥାନ୍ତା ଆଜି ରବିବାର ଯେହେତୁ ଛୁଟି ମୋ ପୁଅ ଘର ଅଛି ଆଜି